জাতীয় কংগ্রেস জিন্দাবাদ 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 জাতীয় কংগ্রেস জিন্দাবাদ জিন্দাবাদ জিন্দাবাদ। ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ଣତା ସେତିକି ବଢୁଛି। ତେବେ ମୟୂରଭଞ୍ଜ ଜିଲ୍ଲା ମୁରୁଡା ନିର୍ବାଚନ ମଣ୍ଡଳୀରେ ନିଜ ଦଳକୁ ସୁଦୃଢ଼ କରିବା ପାଇଁ ମଇଦାନକୁ ଓହ୍ଲାଇ ସାରିଛନ୍ତି କଂଗ୍ରେସ ଦଳରୁ ଟିକେଟ ପାଇଥିବା କଂଗ୍ରେସର ବରିଷ୍ଠ ନେତା ପ୍ରଭାସ୍କର ମହାପାତ୍ର। ସେପଟେ ପ୍ରାୟ ସବୁ ଦଳ ଏବେ ରାଜନୈତିକ ଗୁଟି ଚଳାଇବା ଆରମ୍ଭ କରିଦେଇଥିବା ବେଳେ ଏହି ପରିପ୍ରେକ୍ଷୀରେ ମୁରୁଡା ନିର୍ବାଚନ ମଣ୍ଡଳୀର ରାସଗୋବିନ୍ଦପୁର ବ୍ଲକ ରାସଗୋବିନ୍ଦପୁର ଠାରେ କଂଗ୍ରେସ ଦଳର କର୍ମୀମାନଙ୍କୁ ନେଇ ଏକ କର୍ମୀ ବୈଠକ ସହିତ ସ୍ୱାଗତ ସମ୍ବର୍ଦ୍ଧନାର ଆୟୋଜନ ହୋଇଥିଲା। ଉକ୍ତ କର୍ମୀ ବୈଠକରେ ମୁରୁଡା ନିର୍ବାଚନ ମଣ୍ଡଳୀର କଂଗ୍ରେସ ଦଳ ବିଧାୟକ ପ୍ରାର୍ଥୀ ପ୍ରଭାସ୍କର ମହାପାତ୍ର ଯୋଗ ଦେଇ କର୍ମୀଙ୍କ ମନୋବଳକୁ ସୁଦୃଢ଼ କରିବା ସହିତ ବିଜେପି ବିଜେଡି ବିରୁଦ୍ଧରେ ପ୍ରବଳ ବର୍ଷିଥିଲେ। ତେବେ ଉକ୍ତ ବୈଠକରେ କଂଗ୍ରେସ କିପରି ଭାବରେ କ'ଣ ପ୍ରସଙ୍ଗ ଓ ସମସ୍ୟାକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବ ଏବଂ ବିଜେପି ବିଜେଡିକୁ କିପରି ସାମ୍ନା କରିବ ସେ ନେଇ ଆଲୋଚନା ହୋଇଥିଲା। ଏଥିସହିତ ଅଞ୍ଚଳରେ କଂଗ୍ରେସର ସଂଗଠନ କିପରି ଭାବରେ ସୁଦୃଢ଼ ହେବ ସେ ନେଇ କର୍ମୀମାନଙ୍କୁ ପରାମର୍ଶ ଦେଇଛନ୍ତି କଂଗ୍ରେସର ବିଧାୟକ ପ୍ରାର୍ଥୀ ପ୍ରଭାସ୍କର ମହାପାତ୍ର। କର୍ମୀ ସମ୍ମିଳନୀ ଇଏ ହେଉଛି ଗୋଟେ ପ୍ରସ୍ତୁତି ବୈଠକ ନିର୍ବାଚନ ପାଇଁ। ନିର୍ବାଚନ ଟିକଟ ଘୋଷଣା ହେଲା ପରେ ଏ ହେଉଛି ପ୍ରସ୍ତୁତି ବୈଠକ। ଏ ପ୍ରସ୍ତୁତି ବୈଠକରେ ଆମର ଦୁଇ ତିନିଟି ଜିନିଷ ଉପରେ ଆମେ କହିବା। ଗୋଟେ ହେଉଛି ଆମେ ନିର୍ବାଚନ ବୈତରଣୀକୁ ବା ନିର୍ବାଚନକୁ ଲଢ଼ିବା ପାଇଁ ଇଏ ତ ପ୍ରକୃତରେ ଲଢ଼େଇ ହେଉଛି କଂଗ୍ରେସ ଦଳ ଭାର୍ସେସ୍ ଗୋଟିଏ ଦଳ ମାନେ ମୁଁ କହି ରଖିବା ପାଇଁ ଚାହେଁ ବିଜୁ ଜନତା ଦଳ ଆଉ ଭାରତୀୟ ଜନତା ପାର୍ଟି ଗୋଟେ ମୁଦ୍ରାର ଦୁଇଟି ପାର୍ଶ୍ୱ। ତେଣୁ ସେମାନେ ଅସାଧୁ ମେଣ୍ଟରେ ଅଛନ୍ତି। ତ ତାଙ୍କ ସହିତ ଆମର ଲଢ଼େଇ ମାନେ ସେମାନେ ଗୋଟେ ଦଳ ଆଉ କଂଗ୍ରେସ ଦଳର ମୁଁ ପ୍ରାର୍ଥୀ ହେଇପାରେ କିନ୍ତୁ କଂଗ୍ରେସ ଦଳର ଲଢ଼େଇ ହେଉଛି ଏ ନିର୍ବାଚନ ମଣ୍ଡଳୀର ଅଗଣିତ ଜନସାଧାରଣ ନିଷ୍ପେଷିତ ଜନତା ଦାଦନ ଖଟୁଥିବା ଯୁବକ ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ହେଉଥିବା ବେଳେ ଶିକାର ହୋଇଥିବା ଯୁବକ ଏବଂ ନିର୍ଯାତିତ ହେଉଥିବା ଲୋନରେ ବୁଡ଼ି ରହିଥିବା ମହିଳାମାନେ ଏହିସବୁ ମାନକା ଲଢ଼େଇ ଭାର୍ସେସ୍ କଳା ଟଙ୍କାର ଲଢ଼େଇ ହେବ। ଯେ ମୁଁ ତାଙ୍କର ମାନେ ଏଇ ଗରିବ ଆଉ ଦଳିତ ମାନକା ମୁଁ ଜଣେ ସାରଥୀ ହିସାବରେ ମଇଦାନକୁ ଆସିଛି। ଦଳ ମୋତେ ପଠେଇଛି। ଜନତା ମାନଙ୍କୁ ବାର୍ତ୍ତା କ'ଣ ଦେବେ ଆପଣ? ଏ ନିର୍ବାଚନ ମଣ୍ଡଳୀର ସମସ୍ତ ଜନତା ମୁଁ ଜାଣିବାରେ ସମସ୍ତ ବୁଦ୍ଧିଜୀବୀ ଜନତା ଯୁବ ଛାତ୍ର ସମସ୍ତେ ନିର୍ବାଚନ ମଣ୍ଡଳୀର ବର୍ତ୍ତମାନ ପରିସ୍ଥିତି ଆଉ ଅବସ୍ଥା ବିଷୟରେ ସମସ୍ତେ ଜାଣିଛନ୍ତି। ବିକାଶ ନାମରେ ଡିମ୍ ପିଟୁଥିବା ବିଜୁ ଜନତା ଦଳ ଆଉ ଭାରତୀୟ ଜନତା ପାର୍ଟି ଆଜି ତାଙ୍କ ଶାସନ 10 ବର୍ଷ କେନ୍ଦ୍ର ଶାସନ ଆଉ 25 ବର୍ଷ ରାଜ୍ୟ ଶାସନରେ ସମ୍ପୂର୍ଣ୍ଣ ବିଫଳ ହୋଇସାରିଲା ପରେ ବିକାଶର ମିଥ୍ୟା ଚିତ୍ର ଲୋକଙ୍କ ପାଖରେ ପହଞ୍ଚୁଛନ୍ତି। ଏ ନିର୍ବାଚନ ମଣ୍ଡଳୀରୁ ପ୍ରାୟ 15,000 ଯୁବକ ଆଜି ଦାଦନ ଖଟିବା ପାଇଁ ବାହାରକୁ ଯାଇଛନ୍ତି। ସେ ଭିତରୁ କିଛି ଫେରୁଛନ୍ତି, କିଛି ଯୁବକଙ୍କର ଶବ ଘରକୁ ଆସୁଛି। ତାଙ୍କର ଆଉ କିଛି ଯୁବକ ସେଠି ଦରମା ନ ପାଇ ଆସି ଲେବର ଅଫିସରେ କ୍ଲେମ୍ କରୁଛନ୍ତି। ଇଏ ହେଉଛି ପ୍ରଥମ ଯୁବକମାନଙ୍କ ପାଇଁ ସମସ୍ୟା। ଯେଉଁ ସମସ୍ୟା ସମାଧାନ ପାଇଁ ଆମର ପ୍ରଦେଶ କଂଗ୍ରେସ ସଭାପତି ଏବଂ ରାହୁଲ ଗାନ୍ଧୀ ଘୋଷଣା କରିଛନ୍ତି ଯୁବ ବିକାଶ ଯୋଜନା ଏବଂ ସେଥିରେ 5 ଲକ୍ଷ ଯୁବକକୁ ଚାକିରି ଦିଆଯିବ ଏବଂ ପ୍ରତି ବେକାର ଯୁବକକୁ 3,000 ଟଙ୍କା ମାସିକ ଭତ୍ତା ଦିଆଯିବ ଯଦି ରାଜ୍ୟରେ କଂଗ୍ରେସ ସରକାର ହୁଏ। ମୟୂରଭଞ୍ଜ ଜିଲ୍ଲା ମୁରୁଡାରୁ ଜ୍ଞାନରଞ୍ଜନ ବେହେରାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।